ଯାଇଥିଲୁ ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଅବସ୍ଥିତ ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ। ଏହି ମନ୍ଦିରଟି ଦୀର୍ଘ 35 ବର୍ଷର ମନ୍ଦିର। ଏହି ମନ୍ଦିରଟି ବହୁତ ସୁନ୍ଦର ଓ ମନମୁଗ୍ଧକର ହୋଇଛି। ଏହି ମନ୍ଦିରରେ ଯେଉଁ ପୂଜକମାନେ ଅଛନ୍ତି ସେମାନେ ମଧ୍ୟ ବହୁତ ଦୟାଳୁ ଆଉ ପୂଜକ ହିସାବରେ ସେମାନେ ନିଜ ନିଜ କର୍ତ୍ତବ୍ୟ ବହୁତ ସୁଚାରୁ ରୂପେ ପାଳନ କରୁଛନ୍ତି। ଏହି ମନ୍ଦିରର ସ୍ୱତନ୍ତ୍ର ପରିଚାଳନା କମିଟି ରହିଛି। ଏହି କମିଟିର ସମସ୍ତ କର୍ମକର୍ତ୍ତାମାନେ ମନ୍ଦିରକୁ କିପରି ଡେଭଲପମେଣ୍ଟ କରାଯିବ ସେଥିପ୍ରତି ସେମାନେ ମଧ୍ୟ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଆପଣ ପରିଚୟଟି? ହଁ, ମୁଁ ମା ମଙ୍ଗଳା ମନ୍ଦିର ପରିଚାଳନା ସମିତିର ସଭାପତି ଡକ୍ଟର ପଞ୍ଚାନନ ପାତ୍ର। ଆଉ ଏ ପ୍ରାୟ 35 ବର୍ଷର ଏ ମନ୍ଦିର। ଆଉ ଏଥିରେ ପୂଜାବିଧି ସବୁ ପ୍ରାୟ ନିୟମିତ ଭାବରେ ଚାଲିଛି। ଆମର ନନାମାନେ ଭାରି ଦକ୍ଷ, 5 ଜଣ ନନା ଅଛନ୍ତି, ସେମାନେ ଭକ୍ତମାନଙ୍କ ଖ୍ୟାଲ ରଖୁଛନ୍ତି। ତେଣୁ ଏଇଭଳିଆ ପରିସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହିତ ଆମର ମନ୍ଦିରର କାର୍ଯ୍ୟକ୍ରମ ଚାଲିଛି। ମଝିରେ ମଝିରେ ଆଉ ସବୁ ପାରାୟଣ ବିଭିନ୍ନ ପ୍ରକାର ଉତ୍ସବ ହୁଏ। ଲୋକାଲ ଯେଉଁ ପାଖାପାଖି ଲୋକ, ଏଇଟା ଶୈଳଶ୍ରୀ ବିହାରରେ ଯଦି ଅବସ୍ଥିତ, ଏଇଟା ନୀଳାଦ୍ରି ବିହାର ବହୁତ ପାଖ। ତେଣୁ ଏଠି ନୀଳାଦ୍ରି ବିହାରର ବହୁତ ଭକ୍ତ ଆସି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ସବୁ କରନ୍ତି। ଆଉ ମୋଟାମୋଟି ଭାବରେ କହିବାକୁ ଗଲେ ପ୍ରାୟ ସମସ୍ତେ ସନ୍ତୁଷ୍ଟ। ଆଉ ଏ କାର୍ଯ୍ୟକ୍ରମ ଆମର ନନାମାନଙ୍କର ବ୍ୟବହାର ଏସବୁରେ ସମସ୍ତେ ସନ୍ତୁଷ୍ଟ। ତା ଛଡ଼ା ଆମର ପ୍ରାୟ ଏହି ସମିତିର ସଭ୍ୟମାନେ ଆସିକି ଉପସ୍ଥିତ ରୁହନ୍ତି, ହାନି ଲାଭ ବୁଝନ୍ତି। ଆଉ ଏମିତି ପ୍ରକୃତରେ ଯାହା ଯାହା ସବୁ ଏଇ 35 ବର୍ଷ ଭିତରେ ଉନ୍ନତିମୂଳକ କାର୍ଯ୍ୟ ହେଇଛି। ଆଉ ଆମର CCTV ଲାଗିଛି। ଆମର ଅନ୍ୟ ସମସ୍ତ ବ୍ୟବସ୍ଥା ସୁଚାରୁ ରୂପେ ଚାଲିଛି। ଡେଲି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ଅଛି। ଆଉ ତେଣୁ ସେଥିରେ ଆମର ଭକ୍ତମାନେ ଯାହା ଆମେ ଫିଡ଼ବ୍ୟାକ୍ ନେଇଛୁ, ଭକ୍ତମାନେ ମଧ୍ୟ ସନ୍ତୁଷ୍ଟ। ଏଠି ବର୍ତ୍ତମାନ ପାଇଁ ଆମର ଯେଉଁ ବାହାଘର ବ୍ରତଘର ପାଇଁ କିଛି ସୁବିଧା ଅଛି କି? ନାହିଁ, ଆମର ବ୍ରତଘର ହେଇପାରୁଛି କିନ୍ତୁ ବାହାଘର ପାଇଁ ଆମେ ରଖିନୁ ସୁବିଧା। ତା କାରଣ ହେଉଛି ବାହାଘର ଯୋଗୁଁ କେତେକ ଅସାମାଜିକ ଲୋକଙ୍କର ପ୍ରବେଶ ଆମକୁ ଟିକେ ହଇରାଣରେ ପକାଉଛି। ତେଣୁ ସେଥିପାଇଁ ବାହାଘରଟା ଆମେ ଟୋଟାଲ୍ ବନ୍ଦ କରିଛୁ। କିନ୍ତୁ ନିର୍ବନ୍ଧ ଆଉ ବ୍ରତଘର ଏସବୁ ଜିନିଷ ଗୁଡ଼ିକ ସୁଚାରୁ ରୂପେ ହେଉଛି। ଆଉ ଅନ୍ୟ କଥା କ'ଣ? ଆମର ଯେଉଁ ଦର୍ଶକ ଯିଏ ଆସୁଛନ୍ତି ଏ ମନ୍ଦିରକୁ, ଶ୍ରଦ୍ଧାଳୁ, ତାଙ୍କୁ କି ବାର୍ତ୍ତା ରଖିବେ? ଯେଉଁ ଶ୍ରଦ୍ଧାଳୁମାନେ ଆସୁଛନ୍ତି ସେମାନେ ତ ପ୍ରାୟ ସମସ୍ତେ ସନ୍ତୁଷ୍ଟ। କାହିଁକିନା ଆମର ଗୋଟେ ସେଥିପାଇଁ ଫିଡ଼ବ୍ୟାକ୍ ଗୋଟେ ଡାଏରୀ ଭଳିଆ ଅଛି, ଯେଉଁଥିରେ କି ତାଙ୍କର ଅଭିମତ, ତାଙ୍କର ମତାମତ ସେମାନେ ଦେବେ। ସେଥିରେ ଆମେ ଯାହା ଅନୁଧ୍ୟାନ କରୁଛୁ ସମସ୍ତେ ସନ୍ତୁଷ୍ଟ ବୋଲି ଆମର ପ୍ରତୀୟମାନ ହେଉଛି। ମୋ ନାଁ ପ୍ରଫୁଲ୍ଲ କୁମାର ପଣ୍ଡା। ମୁଁ ଏଠି 26 ବର୍ଷ ହୋଇଗଲା ମୋର ରହିବା। ତେଣୁ ପାଇଁ ଏ ବିଶ୍ୱସ୍ତତା ହେଉଛି ମା ମଙ୍ଗଳା ମନ୍ଦିର। ମା ମଙ୍ଗଳା ମନ୍ଦିର ଶୈଳଶ୍ରୀ ବିହାର ମା ମଙ୍ଗଳା ମନ୍ଦିର ନିୟର ଫେରେଟେସନ୍ ଆଉ ପାଖ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର। ଏଠି 35 ବର୍ଷରୁ 40 ବର୍ଷ ପାଖାପାଖି ହେବ ଆମର ମା ଏଠି ସ୍ଥାପନା କରାଯାଇଛନ୍ତି। ଆଗେ ମା ଦାରିଆଣୀ ଥିଲେ, ଗୋଟେ ରଜା ଟାଇମ୍ରୁ ସେଠି ଦାରିଆଣୀ ବୋଲି ଥିଲେ, ଗୋଟେ ଗଛ ଥିଲା ଉଶସ୍ତ ଗଛ। ଉଶସ୍ତ ଗଛ ମୂଳରେ ମା ଦାରିଆଣୀ ଥିଲେ। ତାପରେ କ୍ରମଶଃ ଧୀରେ ଧୀରେ ମାଆଙ୍କୁ ସ୍ଥାପନା କରାଗଲା। ମାଆଙ୍କୁ ମଙ୍ଗଳା ମାଆଙ୍କର ନାମିତ କରାଗଲା। ଏବେ ବି ମଧ୍ୟ ଦାରିଆଣୀ ଠାକୁରାଣୀ ବି ମା ଅଛନ୍ତି। ତାପରେ ମା ମଙ୍ଗଳାଙ୍କୁ ସ୍ଥାପିତ କରାଗଲା। 35 ବର୍ଷରୁ 36-37 ବର୍ଷ ଖଣ୍ଡ ପ୍ରାୟ ହେଇଯିବ ମାଆଙ୍କୁ ସ୍ଥାପନା କରାଗଲା। ତାପରେ ଶୈଳେଶ୍ୱର ଶିବଙ୍କୁ ଏଠି ସ୍ଥାପନା କଲା। ଯେହେତୁ ଶୈଳେଶ୍ୱରୀ ବିହାର ନାମକରଣରେ ଶୈଳେଶ୍ୱର ମହାଦେବଙ୍କ ନାମରେ ନାମିତ କରାଗଲା।
ତାପରେ ହନୁମାନ ଏଠି ସ୍ଥାପନା କରାଗଲା। ହନୁମାନ ମନ୍ଦିର ଆମର ହେଲା 2001 ମସିହାରେ ସ୍ଥାପନା କରାଗଲା ହନୁମାନ ମନ୍ଦିର। ତାପରେ 2004ରେ ଆମର ରାଧାକୃଷ୍ଣ ମନ୍ଦିର ସ୍ଥାପନା କରାଗଲା। ଏଠି ବହୁତ ଭକ୍ତମାନେ ଆସନ୍ତି। ସଳେଶ ବିହାର, ନୀଳାଦ୍ରି ବିହାର, ଡମଣା, ପଟିଆ, ଗାଡ଼କଣ ଏସବୁ ମାଆଙ୍କ ଏଠି ମଙ୍ଗଳା ମନ୍ଦିର ଏଠି କେଉଁଠି ନାହିଁ। ତ ଆମର ଏଠି ମାଆଙ୍କୁ ବହୁତ ହେଉଛି ଆମର ଆଶ୍ୱିନ ମାସ, ଚୈତ୍ର ମାସ ଯେଉଁ ମଙ୍ଗଳା ଓଷା ହୁଏ, এই ଓଷାରେ ପ୍ରାୟ ବହୁତ ଆଡ଼ୁ ଆସନ୍ତି ଆମର ଏଠି। ଯାହା ସ୍ଥାପନା କରାଯାଇକି ପୂଜା ପାଠ ଚାଲିଛି। ଆମେ ନନାମାନେ 3-4 ଜଣ ନନାମାନେ ପୂଜକ ଅଛୁ। ସଳେଶ ବିହାରଙ୍କର ଗୋଟେ ଧ୍ୟାନ ମୁଁ ପଢ଼ୁଛି। ବନ୍ଦେ ଦେବ ମମା ପତିଂ ସୁରଗୁରୁ ବନ୍ଦେ ଜଗତ କାରଣ ବନ୍ଦେ ପର୍ଣ୍ଣଗ ଭୂଷଣ ମୃଗଧର ବନ୍ଦେ ପଶୁନାଙ୍ଗ ପତି ବନ୍ଦେ ସୂର୍ଯ୍ୟ ଶଶାଙ୍କ ବହ୍ନି ନୟନ ବନ୍ଦେ ମୁକୁନ୍ଦ ପ୍ରିୟ ବନ୍ଦେ ଭକତ ଜନା ଶ୍ରେୟଞ୍ଚ ବରଦ ବନ୍ଦେ ଶିବ ଶଙ୍କର ନମ ଶିବାୟ ମହାରୁଦ୍ରାୟ ବୋଲାନନ୍ଦେ କବାର ହରି ବୋଲ। ଆପଣଙ୍କ ମୁଖ୍ୟ ପରିଚୟ ବଡ଼ନନା ମଙ୍ଗଳା ମନ୍ଦିରର ଶ୍ରୀ କାର୍ତ୍ତିକ ଚନ୍ଦ୍ର ପଣ୍ଡା। ଏ ମନ୍ଦିର ହେଲାଣି 35 ବର୍ଷ। ଆମ ରହିବାଟା 69ରୁ 25 ବର୍ଷ ହେଇଗଲା। ମନ୍ଦିରଟି ମୁଖ୍ୟତଃ କେଉଁ ଜାଗାରେ ଅଛି? ଏ ମନ୍ଦିର ଅଛି ସଳେଶ ବିହାର ମଙ୍ଗଳା ମନ୍ଦିର 300 କେତେ ପ୍ଲଟ ନମ୍ବର 309 ଏ ପ୍ଲଟ ନମ୍ବର। ଏ ସଳେଶ ବିହାର ନୀଳଗିରି ବିହାର ଲୋକମାନେ ସବୁ ଆସି ପୂଜା ପାଠ କରନ୍ତି। ଆଉ ଫାୟାର ଷ୍ଟେସନ ଭିତରେ ମନ୍ଦିର ଅଛି। ଆଉ ମାଆଙ୍କର ପ୍ରଥମ ମନ୍ଦିର ମଙ୍ଗଳା ମାଆଙ୍କର ତିଆରି ହେଇଥିଲା। ଦ୍ୱିତୀୟରେ ଶିବ ମନ୍ଦିର, ତୃତୀୟରେ ରାଧାକୃଷ୍ଣ ମନ୍ଦିର, ଚତୁର୍ଥ ହନୁମାନ ମନ୍ଦିର। ତାପରେ ଉନ୍ନତି ଆସ୍ତେ ଆସ୍ତେ ହେଇକି ବାବୁମାନେ ଆମର କର୍ମକର୍ତ୍ତାମାନେ ବାବୁମାନେ ସବୁ ଭଲ, ତାଙ୍କ ଦ୍ୱାରା ଉନ୍ନତି ହେଉଛି। ଆଉ ନନାମାନଙ୍କର ସହଯୋଗ ଭଲ ମନ୍ଦ, ଭକ୍ତମାନଙ୍କର ଭଲ ସହଯୋଗ, ସେହେତୁ ଉନ୍ନତି ହେଉଛି ଏ ଜାଗାଟା। ଆଉ କ'ଣ ମାଆଙ୍କର ଯେଉଁ ପୂଜାବିଧି କେମିତି କ'ଣ ରହିଛି? ପୂଜାବିଧି ମାଆଙ୍କର ଚଣ୍ଡୀପାଠ ହେଉଛି। ମଙ୍ଗଳା ପୂଜା ଯେଉଁ ଆମର ଓଷା ନିଶା ମଙ୍ଗଳବାର ବ୍ରତ ଓଷା ହେଉଛି ଶିବଙ୍କ ଆଶ୍ୱିନ ମାସରେ। ମାଆଙ୍କର 12 ମାସରେ ପର୍ବ ଯାହା ଅଳ୍ପ ବହୁତ ହେବା କଥା ହେଉଛି। ଲକ୍ଷ୍ମୀନାରାୟଣ ବ୍ରତ ହେଉଛି। ସେଠି ଶିବଙ୍କର ଶିବ ଉତ୍ସବ ହେଉଛି। ଶିବଙ୍କ ବିଭାଘର ହେଉଛି। ଶିବରାତ୍ରି ପାଳନ କରାହେଉଛି। ରାଧାକୃଷ୍ଣଙ୍କର ଝୁଲଣ ପାଳନ କରାହେଉଛି। ରାଧାକୃଷ୍ଣଙ୍କ ଦୋଳଯାତ୍ରା ପାଳନ କରାହେଉଛି। ହନୁମାନ ଜୟନ୍ତୀ ପାଳନ କରାହେଉଛି। ହନୁମାନ ଚାଳିଶା ପାଠ କରାହେଉଛି। ହନୁମାନ ଜନ୍ମଦିନ ସବୁ ଠାକୁରଙ୍କର ପ୍ରାତ ଉତ୍ସବ କରାହେଉଛି ବୈଶାଖ ମାସରେ। କିଛି ଗୋଟେ ମନ୍ତ୍ରପାଠ କିମ୍ବା କିଛି ଗୋଟେ ମନ୍ତ୍ର ଗୋଟା ପଡ଼ିବ। ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସଦେ ନମସ୍ତୁତେ ଜୟତୁ ଦେବୀ ଚାମୁଣ୍ଡେ ଜୟ ଭୂତ ସ୍ୱାହାରିଣୀ ଜୟ ସର୍ବଗତ ଦେବୀ ଦୁର୍গে ଦେବୀ ନମସ୍ତୁତେ ସୃଷ୍ଟି ତିଥି ବିନାଶନଂ ଶକ୍ତି ଭୂତେ ସନାତନୀ ଗୁଣାଶୟ ଗୁଣମୟେ ନାରାୟଣୀ ନମସ୍ତୁତେ ସର୍ବମଙ୍ଗଳ ମଙ୍ଗଳେ ବରେଣ୍যে শিবে সর্বার্থ সাধিকে শরণ্যে ত্র্যম্বকে দেবী গৌরী নারায়ণী নমস্তুতে রূপং দেহি জয়ং দেহি যশো দেহি যশো দেহি ধর্মনত্রে বধে দেবী ধর্ম কামার্থদাহিনী রূপং দেহি জয়ং দেহি যশো দেহি যশো দেহি জয় মা মঙ্গলা দেবী কাকটপুর বাসিনী ভক্তମାନଙ୍କର ମଙ୍ଗଳ ବିଧାନ କରନ୍ତୁ। ବୋଲ ଆନନ୍ଦ କବାର ହରି ହରି ବୋଲ। ଆପଣ ଆମ ଦର୍ଶକ ଯିଏ ଆସିଯାଉଛନ୍ତି ଆପଣ ତାଙ୍କୁ କି ବାର୍ତ୍ତା ଦେଖିବେ? ଦର୍ଶନମାନେ ଆସନ୍ତି, ଭଲ ପୂଜାପାଠ କରନ୍ତି, ତାଙ୍କ ମାନସିକ ସବୁ ପୂର୍ଣ୍ଣାଙ୍ଗ ହୁଏ। ବହୁତ ପିଲାମାନେ ପରୀକ୍ଷାରେ ଉପକୃତ ହୁଅନ୍ତି, ଚାକିରିର ଉନ୍ନତି କରନ୍ତି। ଭକ୍ତମାନେ ସବୁବେଳେ ଆସୁଛନ୍ତି ଏ ସ୍ଥାନକୁ। ହଁ।